ପ୍ରଣାମ ଶ୍ରୋତା ବନ୍ଧୁ। ବଳ ଅପେକ୍ଷା ବୁଦ୍ଧି ଯେ ମହତ୍ତର ଏକଥା ଆମକୁ ଊଣା ଅଧିକେ ଜଣା। ଯେଉଁଠି ଶାରୀରିକ ଶକ୍ତି ହାର ମାନେ ସେଠି ମାନସିକ ବଳ ବା ମଣିଷର ବୌଦ୍ଧିକ ସାମର୍ଥ୍ୟ ତାର ପରାକାଷ୍ଠା ଦେଖାଏ। ଯଦି ସଂସାର ବଳ ଉପରେ କେବଳ ପର୍ଯ୍ୟବସିତ ହେଇଥାନ୍ତା ତାହେଲେ ଏ ଦୁନିଆରେ କେବଳ ଆସୁରିକ ରାଜତ୍ୱ ବଳବତ୍ତର ହେଇଥାନ୍ତା। ସ୍କନ୍ଦ ପୁରାଣର ମାହେଶ୍ୱର ଖଣ୍ଡରେ ଅଛି, ଦିନେ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ ଭୀମଙ୍କର ପୁତ୍ର ଘଟୋତ୍କଚ। ମହାନ ଯୋଦ୍ଧା। ତାଙ୍କୁ ଦେଖି ଶ୍ରୀକୃଷ୍ଣଙ୍କ ସହିତ ପାଣ୍ଡବ ପାଞ୍ଚ ଭାଇ ଭାରି ଆନନ୍ଦିତ ହେଲେ। କୋଳରେ ବସାଇ ସ୍ନେହ ଅଜାଡ଼ିଦେଲେ, ସୁସ୍ୱାଦୁ ବ୍ୟଞ୍ଜନ ଖୁଆଇଲେ। ଶ୍ରୀକୃଷ୍ଣ କହିଲେ, ଘଟୋତ୍କଚର ବିବାହ ବୟସ ଉପସ୍ଥିତ ହେଇଛି, ସେ ପ୍ରାଗ୍ ଜ୍ୟୋତିଷପୁର ଯାଆନ୍ତୁ। ସେଠି ମୁରୁ ଦାନବର କନ୍ୟା କାମକଟଙ୍କଟା ତାର ଭାଇ ଭଗଦତ୍ତଙ୍କ ସହ ରାଜ୍ୟ ଶାସନ ଦାୟିତ୍ୱରେ ଅଛନ୍ତି। ସେ ଅପୂର୍ବ ସୁନ୍ଦରୀ, ଯୁଦ୍ଧରେ ନିପୁଣା ଏବଂ ଦାନ ଧର୍ମରେ ଦୀକ୍ଷିତା। ବିଧିର ବିଧାନ ଅନୁସାରେ ଏହି କାମକଟଙ୍କଟା ହେବେ ଘଟୋତ୍କଚର ପତ୍ନୀ। ଯୁଧିଷ୍ଠିର ଆଶ୍ଚର୍ଯ୍ୟରେ ପଚାରିଲେ, ଏତେ ପୂର୍ବରୁ ଏହା କେଉଁ ପରିସ୍ଥିତିରେ ସ୍ଥିରୀକୃତ ହୋଇପାରିଥିଲା ବାସୁଦେବ? ଶ୍ରୀକୃଷ୍ଣ ସ୍ମିତ ହସି କହିଲେ, ପୂର୍ବରୁ ମୁରୁ ଦୈତ୍ୟ ତାର ସାଥୀ ନରକ ରାକ୍ଷସ ସହିତ ମିଶି ପ୍ରାଗ୍ଜ୍ୟୋତିଷପୁରରେ ତାଣ୍ଡବ ଲୀଳା ଚଳାଇଥିଲା। ପ୍ରଜାମାନେ ତାର ଅତ୍ୟାଚାରରେ ପ୍ରପୀଡ଼ିତ ହେଉଥିଲେ। ଏଣୁ ମୁଁ ସେହି ଦୁଇ ରାକ୍ଷସଙ୍କୁ ବଧ କରିବାରୁ ପ୍ରତିଶୋଧ ପରାୟଣ ହେଇ ମୁରୁ ଦୈତ୍ୟର କନ୍ୟା କାମକଟଙ୍କଟା ମୋ ସହିତ ଯୁଦ୍ଧ କରିବା ପାଇଁ ରଣାଙ୍ଗନରେ ଉପସ୍ଥିତ ହେଲା। ଘମାଘୋଟ ଯୁଦ୍ଧ ଚାଲିଲା। ସେ କନ୍ୟାର ବୀରତ୍ୱ ମୋତେ ମୁଗ୍ଧ କଲା। ଏହି ସମୟରେ ଦେବୀ କାମାକ୍ଷା ଆବିର୍ଭୂତା ହେଇ ମୋତେ କହିଲେ, ପ୍ରଭୁ, ଏ କନ୍ୟାକୁ ମୁଁ ଅଜୟତ୍ୱ ବର ଦେଇଛି, ଏହାକୁ ସଂହାର କରନ୍ତୁ ନାହିଁ। ମୁଁ ଦେବୀ କାମାକ୍ଷାଙ୍କୁ କହିଲି, କନ୍ୟାକୁ ଯୁଦ୍ଧରୁ ନିବୃତ୍ତ କରାଅ। କାମାକ୍ଷା କାମକଟଙ୍କଟାକୁ କହିବାରୁ ସେ ଯୁଦ୍ଧରୁ ନିବୃତ୍ତ ହେଲେ। କାମାକ୍ଷା ତାକୁ କହିଲେ, କନ୍ୟା, ଶ୍ରୀକୃଷ୍ଣ ଭବିଷ୍ୟତରେ ତୋର ଶ୍ୱଶୁର ମାନ୍ୟତା ପାଇବେ, କାରଣ ତାଙ୍କ ଭ୍ରାତା ଭୀମସେନଙ୍କର ତୁମେ ହେବ ପୁତ୍ରବଧୂ। ମୁଁ ସେ କନ୍ୟାକୁ ଆଶୀର୍ବାଦ କରନ୍ତେ ସେ ମୋର ପଦଯୁଗଳ ସ୍ପର୍ଶ କଲା। ସମସ୍ତ କଥା ଶୁଣିସାରିଲା ପରେ ଘଟୋତ୍କଚ କହିଲେ, ମୁଁ ପ୍ରାଗ୍ଜ୍ୟୋତିଷପୁର ଯିବି, ସେ କନ୍ୟାକୁ ବିବାହ କରିବି। ଶ୍ରୀକୃଷ୍ଣ କହିଲେ, ତୁମେ ଦୁଇ ଜଣ ଯାକ ବୀର, ଜଣେ ବଳିୟାନ ଆଉ ଜଣେ ବଳିୟସୀ। ଏଣୁ ଯୁଦ୍ଧ ତୁମ ସମ୍ପର୍କର ନିୟାମକ ହେବ ନାହିଁ। କାମକଟଙ୍କଟା ପ୍ରତିଜ୍ଞା କରିଛି, ଯେ ତାକୁ ପ୍ରଶ୍ନ ପଚାରି ଚୁପ୍ କରାଇ ପାରିବ, ନିରୁତ୍ତର କରାଇ ପାରିବ, ତାହାଙ୍କୁ ସେ ବିବାହ କରିବ। ଏଣୁ ହେ ଘଟୋତ୍କଚ, ବୀରତ୍ୱ ଶାରୀରିକ ଶକ୍ତିରୁ କେବଳ ଆସେ ନା, ମାନସିକ ସାମର୍ଥ୍ୟରୁ ମଧ୍ୟ ଆସେ। ତମେ ବୁଦ୍ଧି ପ୍ରୟୋଗ କରି କାମକଟଙ୍କଟାକୁ ହରାଇ ପାରିଲେ ସେ ତୁମକୁ ବିବାହ କରିବ। ଘଟୋତ୍କଚ କାଳ ବିଳମ୍ବ ନ କରି ପ୍ରାଗ୍ଜ୍ୟୋତିଷପୁରକୁ ଯାତ୍ରା କଲେ। ରାଜକୁମାରୀଙ୍କ ସମ୍ମୁଖକୁ ସହଚରୀ ଘଟୋତ୍କଚଙ୍କୁ ଆଣିଲା। ଘଟୋତ୍କଚ କହିଲେ, ହେ ରାଜକୁମାରୀ, ମୋର ପ୍ରଶ୍ନ ଶୁଣନ୍ତୁ। ଏକଦା ଜଣେ ମୂଢ଼ ଅବିବେକୀ ଲୋକ ବାସ କରୁଥିଲା। ନିଜର ପତ୍ନୀଙ୍କ ମୃତ୍ୟୁ ପରେ ଶିଶୁକନ୍ୟାକୁ ସେ ଲାଳନ ପାଳନ କରି ଶେଷରେ ତାକୁ ବିବାହ କଲା। ଏପରି ବର୍ବରୋଚିତ କାର୍ଯ୍ୟ ପାଇଁ ଦେବ, ଦାନବ, ମନୁଷ୍ୟ ସମସ୍ତେ ତାକୁ ଧିକ୍କାରିଲେ, କିନ୍ତୁ ସେ ଟଳିଲା ନାହିଁ। ସେହି ଝିଅର ଗର୍ଭରୁ ଜାତ ହେଲା ଅପୂର୍ବ ସୁନ୍ଦରୀ ଗୋଟିଏ ଶିଶୁକନ୍ୟା। ବର୍ତ୍ତମାନ ପ୍ରଶ୍ନ ହେଉଛି, ସେ ଶିଶୁକନ୍ୟା ଅବିବେକୀ ମଣିଷର କନ୍ୟା ହେବ ନା ନାତୁଣୀ? କାମକଟଙ୍କଟା ଏପରି ଅଦ୍ଭୁତ ପ୍ରଶ୍ନ କେବେ ଶୁଣି ନଥିଲେ। ବିଭତ୍ସ ରସର ପ୍ରଶ୍ନଟି ଉପରେ ସେ ଉତ୍ତର ଖୋଜୁଥିଲା ବେଳେ ଘଟୋତ୍କଚ ନିଜର ହାତ ବଢ଼େଇ ଦେଲେ ବିବାହ ପାଇଁ। ଭଗଦତ୍ତ ଚିନ୍ତା କରୁଥିଲେ ବର ବଧୂଙ୍କୁ ମେରୁ ପର୍ବତକୁ ବିଦା କରିବା ପାଇଁ କ'ଣ ସବୁ ଆୟୋଜନ କରିବେ। ହେଲେ କାଳ ଜାଣିଥିଲା ଏ ମହାନ ଦମ୍ପତ୍ତିଙ୍କ ମିଳନରୁ ଯେଉଁ ଶିଶୁପୁତ୍ର ଜାତ ହେବ, ସେ ନିମିଷକ ମଧ୍ୟରେ ମହାଭାରତ ଯୁଦ୍ଧ ଶେଷ କରିଦେବାର ଶକ୍ତି ଧାରଣ କରିବ। ତାର ନାମ ହେବ ବର୍ବରିକ। ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ।